ମୁଁ କହିବା କଥା ଯେ ଦେହ କିଏ ଧାରଣ କରିଥାଏ, କିଏ ଦେହ ତ୍ୟାଗ କରିଥାଏ ଏବଂ ଜନ୍ମ ମୃତ୍ୟୁରେ କିଏ ପଡେ କିଏ ପାର ହୋଇଯାଇଥାଏ। ତୁ କଣ କୋଉଠୁ ଦେଖିକି କହୁଛୁ ନା କଣ? ଦେଖିନ, ମୋର ମନରୁ କହୁଛି। ମନରୁ କହୁଛୁ, ଦେହ ପା ମନ ଧାରଣ କରିଛି। ତୁ ମନ କରୁଛୁ ସେଠି ବସିଛୁ, ମନ ହେଲେ ମୋ ପାଖକୁ ପଳେଇ ଆସିବୁ। ମନ ଯଦି ନହବ ତୁ ମୋ ପାଖକୁ ଆସିବୁନୁ। ତା ତୁ ଏଟାକୁ ଧରିଛି କିଏ ସେ? ସେଇପା ମନ ମୁଁ ଜାଣିପାରୁନି ବୋଲି ଆପଣଙ୍କୁ ନା ପଚାରୁଛି। ହେଇପା କହିଲି ମୁଁ, ବୁଝିପାରୁଛୁ ନା? ତୋ ଦେହଟାକୁ ତୋ ମନ ଧାରଣ କରୁଛି ହେଲା। ଆଜ୍ଞା। ପ୍ରଥମ ପ୍ରଶ୍ନ ହେଲା ତୋ ଦେହଟାକୁ ମନ ଧାରଣ କରିଛି, ତାପରେ ତାପରେ ଜନ୍ମ ମୃତ୍ୟୁରେ କିଏ ପଡିଥାଏ କିଏ ପାର ପାଇଯାଇଥାଏ। ଜନ୍ମ ମୃତ୍ୟୁ ଚକ୍ରରେ ଆତ୍ମା ପଡିଥାନ୍ତି। ବୁଝିଲକି? ଆତ୍ମା ଶରୀରରେ ବନ୍ଧନରେ ପଡନ୍ତି, ମନ ସହିତ ଆସକ୍ତରେ ବାନ୍ଧି ହେଇକି ଇନ୍ଦ୍ରିୟ ମାନଙ୍କ ମେଳରେ ମିଶିକିରି ସିଏ ଆସକ୍ତରେ ବାନ୍ଧି ହେଇକି ଜନ୍ମ ହେଇଥାଏ। ବୁଝିଲୁ କି? ଆପଣ ଯେତେବେଳେ ଜନ୍ମ ହଉଛି ଚକ୍ରରୁ ବନ୍ଧନ ବାନ୍ଧିକି ଶରୀର ଯେତେବେଳେ ଚାଲିଯାଏ, ସେ ସୂକ୍ଷ୍ମ ଶରୀର ରୂପରେ ବାହାରକୁ ପଳାଏ। ନା ଗୋଟା ମନରେ ଦ୍ୱନ୍ଦ୍ୱ କଣ, ଆତ୍ମା ତ ମୁକ୍ତ ଅମର, ପୁଣି ଜନ୍ମ ମୃତ୍ୟୁରେ କେମିତି ପଇଲେ? ଓହୋ, ଏଇଟା ତୋର କଥାଟା। ଆତ୍ମା ହଁ ଯେହେତୁ ଅମର, ସେ ଜନ୍ମ ମୃତ୍ୟୁରେ କେମିତି ପଇଲେ, ଏଇଆ ତ? ହଁ ହଁ, ଶୁଣୁ, ଆତ୍ମା ଅମର, କିଛି ମନା ନାହିଁ। କିନ୍ତୁ ସିଏ ଶରୀର ଭିତରେ ଯେତେବେଳେ ବନ୍ଧନରେ ପଡେ, ଯେତେବେଳେ ଶରୀର ଭିତରୁ ବାହାରିକି ଯାଏ, ସେତେବେଳେ ସେ ଗୋଟେ ସୂକ୍ଷ୍ମ ଶରୀରକୁ ନେଇକି ଯାଏ। ଯଦି ସେଇ ସୂକ୍ଷ୍ମ ଶରୀରଟା ତାକୁ ନ ନେଇକି ଯାଇଥାଏ, ତାହେଲେ ସେ ବନ୍ଧନରେ ପଡିନଥାନ୍ତା। ମୁଁ ଗୋଟେ ବୁଝେଇ ଦଉଛି ଶୁଣୁ, ଯେ ତତେ ଗୋଟେ ମଞ୍ଜିଟେ, ହୁଁ ଗଛର ମଞ୍ଜିଟା, ତାପରେ ଫଳର ଚୋପାଟା ଆବରଣ ହେଇଛି ନା ନାଇଁ? ଆଜ୍ଞା ଆଜ୍ଞା, ଆବରଣ ହେଇଛି। ବାସ୍, ତେଣୁ ଫଳ ଯେତେବେଳେ ଯିବ ମଞ୍ଜି ତା ସାଙ୍ଗରେ ବି ଯିବ। ଫଳ ସଙ୍ଗେ ସଙ୍ଗେ ମଞ୍ଜି ବି ଯିବ। ମଞ୍ଜି ବି ଯିବ, କିନ୍ତୁ ହଁ ମଞ୍ଜି ଫଳ ଦେହରୁ ମୁକ୍ତ ହେଇପାରୁନି। ଯଦି ଫଳ ଦେହରୁ ତୁ ଛଡେଇକି ବାହାର କରିଦବୁ, ମଞ୍ଜି ସ୍ୱତନ୍ତ୍ର ମୁକ୍ତ ହେଇଯିବ। ବୁଝିପାରିଲୁ ନା? ଆଜ୍ଞା ତେଣୁ ସେଇମିତି ଏ ଦେହ ସୂକ୍ଷ୍ମ ଶରୀର ଭିତରେ ଆତ୍ମା ହଉଛି ଗୋଟେ ମଞ୍ଜି ଭଳିଆ, ବୁଝିପାରିଲୁ? ହଁ ସିଏ ସୂକ୍ଷ୍ମ ଶରୀର ଭିତରେ ସେ ସ୍ୱତନ୍ତ୍ର ମିଶିକି ରହିଛି। ଆଚ୍ଛା, ତା ଯୋଉ ଶସ ଗୁଡିକ ସବୁ ହେଲେ ଇନ୍ଦ୍ରିୟ, କଣ ବୁଝିପାରୁଛୁ ନା? ହଁ ସେଇ ଶସ ହଁ ଇନ୍ଦ୍ରିୟ ଶକ୍ତି, ଦେଖିବା, ଶୁଣିବା, ଶୁଙ୍ଘିବା, ଚାଖିବା, ଛୁଇଁବା, କଳ୍ପନା କରିବା, ଏଇ ଯୋଉ କର୍ମ ଗୁଡିକ ଆମେ କରୁଛନ୍ତି, ଶୁଣ, ମନର ଗୋଟେ ଧର୍ମ ଅଛି କଣ, ତୁ ଯାହା କରିବୁ ସେଟାକୁ ଧରିକି ରଖିବ ତୋ ମସ୍ତିଷ୍କରେ। ମନେକର ତୁ ଗୋଟିଏ ଗୀତ ବୋଲୁଛୁ ବା ଗୋଟେ ଭଲ ଗୀତ ଶୁଣିଛୁ, ଯାତ୍ରା ଦେଖିଛୁ, ଗୋଟେ ଭଲ ଗୀତ ଶୁଣିକି ଆସିଲୁ, ତାପରେ ତ ସକାଳୁ ଦେଖୁ ତୁ ତାକୁ ଯେତେବେଳେ ଭଲ ପାଇଛୁ, ସେ ଗୀତଟାକୁ ତୋ ମନ ଭିତରୁ ବଳେ ବଳେ ବାହାରୁଛି ନା ନାଇଁ? ହଁ ହଁ, ବଳ ବଳ ବାହାରୁଛି। କାହିଁକି ବାହାରୁଛି? କୋଉ କାରଣଟା କଣ ନା, ଯେତେବେଳେ ଯେ ଗୀତଟା ତୁ କାନରେ ଶୁଣିଥିଲୁ, ମନଟାକୁ କଣ କଲା ନା ଧରିକି ରଖିଥିଲା, ହେଲା। ହୁଁ ତେଣୁ ଦେଖିବା, ଶୁଣିବା, ଶୁଙ୍ଘିବା, ଚାଖିବା, ଛୁଇଁବା ଇତ୍ୟାଦି କାମ ଗୁଡିକ ଯୋଉଗୁଡାକ ବାହାରରେ ଆମେ କରନ୍ତି, ମନ କଣ କରେ ନା ସେଗୁଡାକ ସବୁ ନେଇକି ଧରିକି ମସ୍ତିଷ୍କରେ ରଖିଥାଏ। ଯେତେବେଳେ ଏଇ ଆତ୍ମା ଶରୀର ଭିତରୁ ବାହାରି ଯାଏ, ମନ କଣ କରେ ନା ସେଇ ଶକ୍ତି ଗୁଡିକୁ ଆତ୍ମା ଦେହରେ ଗୋଟେ ରଙ୍ଗରେ ରଙ୍ଗୀନ କରିକି ସେ କଳ୍ପନା ନେଇକି ପଳାଏ। ମୁଁ ଆଉ ଗୋଟେ ଉଦାହରଣ ଦଉଛି, ଗୋଟେ ମୂର୍ତ୍ତି, ମାଟିର ମୂର୍ତ୍ତି, ତାକୁ ହୁଁ ନାଲି ନୀଳ ରଙ୍ଗ କରିଦେଲୁ, କରିସାରିଲା ପରେ ତୁ ଦେଖ ସେ ମୂର୍ତ୍ତି ରଙ୍ଗଟାକୁ ତୁ ଦେଖୁଛୁ, ସେ କଣ କରୁଛି, ଆବରଣ କରୁଛି ନା ହଁ ମାଟିଟାକୁ। ହଁ ହଁ କିନ୍ତୁ ହଁ, ମାଟିର ରୂପ କଣ ନାଲି ନୀଳ ନା? ମାଟିର ରୂପ ତ ନାହିଁ କିଛି। ମାଟିର କିଛି ରୂପ ନାହିଁ, ନା, କିନ୍ତୁ ତାକୁ ଏ ରଙ୍ଗ ଗୁଡାକ ସବୁ ରଙ୍ଗେଇଛି। ରଙ୍ଗେଇଲେ ସିନା ଏଇ ମନ ହିଁ ରଙ୍ଗେଇଛି। ତୁ କାହିଁ ଏତେ କଥା କହୁଛୁ? ମୁଁ ଯୋଉ ଯେତିକି କହୁଛି ବାହାର କଥାଟାକୁ ଶୁଣୁ। ତୁ ଯୋଉ ବାରୁଆଳି ଦେଖୁଛୁ, ଯୋଉ ଦୁର୍ଗା ମୂର୍ତ୍ତି ଦେଖୁଛୁ, ଆଜ୍ଞା ଯୋଉ କାଳୀ ମୂର୍ତ୍ତି ଦେଖୁଛୁ, ତା ଭିତରେ ମାଟିର କିଛି ପ୍ରକୃତିର ରୂପ ନାହିଁ। ତା ହୁଁ ସେ ଯୋଉ ମାଟି ମୂର୍ତ୍ତି ଉପରେ ଗୋଟେ କୋଟିଂ ଦିଆଯାଉଛି, ରଙ୍ଗ କୋଟିଂ ଦବାରୁ ତୁ ତାକୁ ନାଲି ନୀଳ ଦେଖିକି ତୁ ତାକୁ ଖୁସି ହଉଛୁ, ଏଇଟା ଏଇ ମୂର୍ତ୍ତିଟି ଭଲ ହେଇଛି, ଏଇ ମୂର୍ତ୍ତିଟି ଖରାପ ହେଇଛି, ହଉଛୁ ନା ନାଇଁ ତୋର? ହଁ ହଁ ହଁ, ମୁଁ ସେ ନାଲି ନୀଳ ରଙ୍ଗକୁ ଦେଖି ମୁଁ ଖୁସି ହଉଛି। ଖୁସି ହଉଛୁ। ସେଇ ହଁ ନାଲି ନୀଳ ରଙ୍ଗ ଗୁଡିକ ହଉଛି ତୋର ଇନ୍ଦ୍ରିୟ କର୍ମ। ସେ କର୍ମ ଗୁଡିକ ସବୁ ରଙ୍ଗୀନ ହିସାବରେ ତୋ ସୂକ୍ଷ୍ମ ଶରୀରକୁ ରଙ୍ଗେଇ ଦେଇଛି। କିନ୍ତୁ ସୂକ୍ଷ୍ମ ଶରୀର ଭିତରେ ଯୋଉ ଆତ୍ମାଟା ରହିଛି, ସେ ସ୍ୱଚ୍ଛ ନିର୍ମଳ। ତାକୁ ଏମାନେ ରଙ୍ଗେଇ ଦେଇଛନ୍ତି। ରଙ୍ଗେଇ ଏମାନେ, ଦେଇ ହଁ, ଏମାନେ ତାକୁ ରଙ୍ଗେଇ ଦେଇକି ବାନ୍ଧିକି ରଖିଛନ୍ତି ଆଉ। ବାନ୍ଧିକି ରଖିବ, ଯେତେବେଳେ ଶରୀର ଚାଲି ଯାଉଛି ତାଙ୍କ ସାଙ୍ଗରେ ସେ ପଳେଇ ଯାଉଛି। ତୁ ତ ଗୀତା ପଢୁନା? ଆଜ୍ଞା, ଗୀତା ନା, ମୁଁ ଆମର ପଢିନୁ? ଓଡ଼ିଆ ଭାଗବତ ପଢିଛି। ତୁ ଯାହା ପଢ, ତୋର ଏତେ ଭିତରେ ମୁଁ ଯାହା ଅନୁମାନ କରୁଛି, ତୋର ଏତେ ଅଧିକ ଜ୍ଞାନ ନାହିଁ। ତତେ ଖାଲି ସରଳରେ ବୁଝିବା ପାଇଁ ପଡିବ। ତଥାପି ମୁଁ ଗୋଟେ ଗୀତାର ଶ୍ଲୋକ କହୁଛି ଶୁଣୁ।
ମମେବାଂଶ ଜୀବ ଲୋକେ জীব ভূত সনাতন মন ଷষ্ঠাନେନ୍ଦ୍ରିୟାଣି ପ୍ରକୃତି ସ୍ଥାନି କର୍ଷତି। ଏ ଶ୍ଲୋକଟିର ଅର୍ଥ ମୁଁ ତତେ କହୁଛି, ତୁ ଶ୍ଲୋକ ବୁଝିପାରିବୁନି ଯେ ସିଏ କହୁଛି ଆମ ଜୀବ ଜଗତରେ, ବୁଝିଲେ, ମୋର ଶାଶ୍ୱତ ସନାତନ ଅଂଶ ଏ ଶରୀର ଭିତରେ ଅଛି। ହେଲା, ଯେତେବେଳେ ଅଛି ଏ ଶରୀରରୁ ଯେତେବେଳେ ମୁଁ ବାହାରିକି ଯାଉଛି ସେତେବେଳେ କଣ ହଉଛି ନା ମନ ସହିତ 6ଟା ଇନ୍ଦ୍ରିୟର କର୍ମ ଗୁଡିକ ମତେ ଆବୃତ କରିକି ପଳେଇ ଯାଉଛି, ବାହାରି ଯାଉଛି ଦେହ ଭିତରୁ। 6ଟା ଇନ୍ଦ୍ରିୟ କିଏ ସେ ନା ଗୋଟେ ହଉଛି କଳ୍ପନା କରିବା, ତାପରେ ହଉଛି ଶୁଣିବା, ଛୁଇଁବା, ଦେଖିବା, ଚାଖିବା, ଶୁଙ୍ଘିବା। ଏ ଯୋଉ କର୍ମ ଇନ୍ଦ୍ରିୟ, କର୍ମ ଇନ୍ଦ୍ରିୟ ତା କହନ୍ତି ନା ଘଣ୍ଟାଟା, ସେଟା ହଉଛି ଜ୍ଞାନ ଇନ୍ଦ୍ରିୟ। ଜ୍ଞାନ ଇନ୍ଦ୍ରିୟ 5 ଆଉ ଏକାଦଶ ଇନ୍ଦ୍ରିୟ ମନ 6। ଏଇ 6ଟା ଇନ୍ଦ୍ରିୟର କାମ ଗୁଡାକୁ ସେ କଣ କରୁଛନ୍ତି ନା ନେଇକିରି ଶରୀର ଭିତରୁ ବାହାରିଯାଏ। ସୂକ୍ଷ୍ମ ଶରୀର ମାଧ୍ୟମରେ ନେଇଯାଏ ଆଉ। ହଁ, ସୂକ୍ଷ୍ମ ଶରୀର ସେଗୁଡା ସବୁ ନେଇଯାଏ। ନେଇଯିବାକୁ ଆତ୍ମା ନିର୍ମଳ ଯାହା କହିଲୁ ସତ, କିନ୍ତୁ ସିଏ ପରମାତ୍ମାଙ୍କ ସାଙ୍ଗରେ ମିଶି ପାରେ ନା। ତାକୁ ଏ ଆବରଣ ଗୁଡାକ ରଖିଥାଏ ନା। ମୁଁ ଆଉ ଗୋଟେ ଉଦାହରଣ ଦଉଛି, ପୋଖରୀରେ କଳସ ଭିତରେ କିଛି ଜଳ ଅଛି, ହେଲା କି, ଗୋଟେ କେଟିଲରେ ଜଳ କିଛି ପୁରେଇ ଦେଇକି ତାକୁ ଠିପି ମାରିକି ନେଇକି ପୋଖରୀ ପକେଇଦେ। ତୁ ଦେଖୁନୁ ପୋଖରୀ ଜଳ କେଟିଲ ଜଳ ଏକେ, ହେଲେ ମଧ୍ୟ କେଟିଲ ଜଳ ବାନ୍ଧି ହେଇକି ରହିଲା କେଟିଲ ଭିତରେ। ପୋଖରୀ ଜଳ ତା ମୁକ୍ତ। ସେ ପୋଖରୀ ଜଳ ଯାହା, ବିଶ୍ୱ ପରମାତ୍ମା ହଉଛି ସେଇଆ। କେଟିଲ ଜଳ ଯାହା, ସେ ହଉଛି ଆମ ଶରୀର ଭିତରେ ଥିବା ଆତ୍ମା, ବନ୍ଧନରେ ଥିବା ଆତ୍ମା। ଆଚ୍ଛା, ତାହେଲେ ଏଇ ଆମର ମନ ହିଁ ସେ ଆତ୍ମାକୁ ବାନ୍ଧିକି ରଖୁଛି। ସବୁ ମନ ମନ ଏବ ମନୁଷ୍ୟାଣ କାରଣ ବଧ ମୁଖ୍ୟ। ମନ ମନୁଷ୍ୟର ବନ୍ଧନର କାରଣ, ମୁକ୍ତିର ମଧ୍ୟ କାରଣ। ବୁଝିଲେ କି, ଇନ୍ଦ୍ରିୟରେ ମିଶି ଯିବାରୁ ବନ୍ଧନରେ ପଡୁଛି, ଇନ୍ଦ୍ରିୟରୁ ଯଦି ବାହାରି ଯିବ ସେ ମୁକ୍ତି ହେଇଯିବ ଅଟୋମେଟିକ। ତାହେଲେ ପରମାତ୍ମା ଯିଏ ସେ ତ ହେଲେ ସ୍ୱତନ୍ତ୍ର। ନାଇଁ, ଯିଏ ପରମାତ୍ମା ସେଇ ଜୀବାତ୍ମା, ଅଲଗା କେହି। ମୁଁ ତୁ ଏବେ ବି ବୁଝିପାରିବୁନୁ। ଯିଏ ପୋଖରୀ ଜଳ ସେଇ କେଟିଲ ଜଳ, କିନ୍ତୁ ମନଟା ତୁ ଧରି ପାରିବୁନୁ। ରଖ ତାକୁ। ତତେ ମୁଁ ଗୋଟେ କଥା କହିସାରିଲା ପରେ ତୁ ତଥାପି ବୁଝୁନୁ। ମୁଁ କହୁଛି ପୋଖରୀ ଭିତରେ ଯୋଉ ଜଳ ତାକୁ କହ ମନେକର ପରମାତ୍ମା, କେଟିଲ ଭିତରେ ଜଳଟା ହେଲା ଜୀବାତ୍ମା। କିନ୍ତୁ ଦିଟା ଯାକେ ଜଳ ନା ନୁହେଁ? ଦି ଯାକ ଜଳ ଯେ, ଆଉ କିନ୍ତୁ ଆକୁ ଯୋଉ ପରମାତ୍ମା ସାଙ୍ଗରେ ମିଶି ପାରୁନି ଆତ୍ମାଟା, କଣ ପାଇଁ? ମନ ପାଇଁ। ହେଇ ପୁଣି ଆଉ ଥରେ ପ୍ରଶ୍ନ କର, ପାଖରେ ଏଇ ଇନ୍ଦ୍ରିୟ କର୍ମ ଗୁଡିକ କୋଟିଂ ହେଇଛି ତା ଉପରେ। ଆଚ୍ଛା ଆଚ୍ଛା, ଏଇ କର୍ମ ବୀଜ ଗୁଡାକ କୋଟିଂ ହେଇଯାଉଥିବାରୁ ସେ ତା ସାଙ୍ଗରେ ମିଶି ପାରୁନି। କହୁନୁ ଗୋଟେ ମାଟି ମୂର୍ତ୍ତି ଯେତେବେଳେ ରଙ୍ଗୀନ କରିଦେଲୁ, ସିଏ ଆଉ ମାଟି ଧରି ମିଶି ପାରୁଛି? ଗୋଟେ ସ୍ୱତନ୍ତ୍ର ଅଲଗା ହେଇଯାଉଛି। କାହିଁକି ନା ରଙ୍ଗ ଫଙ୍ଗ ଦେଇକି କରିବାର ତାକୁ ଅଲଗା ହେଉଛି, କିନ୍ତୁ ତା ଭିତରେ ପ୍ରକୃତ ମାଟି ଅଛି। କିନ୍ତୁ ସେଟା ମାଟି ଧରି ନ ମିଶିବାର କାରଣ ହଉଛି ତାର ରଙ୍ଗ ଗୁଡାକ ତାକୁ ସବୁ ରଙ୍ଗେଇ ଦେଇଛି। ସେଇ ରଙ୍ଗ ଗୁଡାକ ହଉଛି ତମର କର୍ମ ବୀଜ। ତାହେଲେ ଏଥିରୁ ବୁଝାବ ଯେ ଦେହକୁ ଧାରଣ ମନ କରିଥାଏ, ଦେହ ତାକୁ ମନ ହିଁ କରିଥାଏ। ସବୁ ମନ ଆଉ ଛଡା କିଛି ନାହିଁ। ଜନ୍ମ ମୃତ୍ୟୁ ଜୀବାତ୍ମା ପଡିଥାଏ ଆଉ। ସେଇଟା ହଉଛି କଥା। ଆଉ ଇଏ ମନରୁ ନିବୃତ୍ତ ହେଲେ ଜୀବାତ୍ମା ଯାଇକି ପରମାତ୍ମା ସାଙ୍ଗେ ମିଶିବ ଆଉ। ମନ ନିବୃତ୍ତ ନୁହେଁ, ମନ ବିନାଶ ହେଇଗଲେ, ମନ ସ୍ଥିର ହେଇଗଲେ। ମୁଁ ଗୋଟେ କଥା କହୁଛି, ଗୋଟେ ଦର୍ପଣ ଦିହରେ କିଛି ମଳି ପଡିଛି, ତ ପ୍ରତିବିମ୍ବ ଦେଖା ହଉଛି ନା? ନା। ମଳିଟାକୁ ପୋଛିଦେଲେ ପ୍ରତିବିମ୍ବ ବଳ ଦେଖାଯିବ। ଆଉ ଗୋଟେ ମୁଁ ଉଦାହରଣ ଦଉଛି, ଗୋଟେ ଆଗରୁ ଯୋଉ କିରୋସିନ ଲଣ୍ଠନ ଥିଲା, ସେ ଲଣ୍ଠନ ଭିତରେ ଆଲୋଟା ଜଳୁଛି, କିନ୍ତୁ ତା ଚାରିକର ସବୁ କଳା ପଡିଯାଇଛି। ଆଜ୍ଞା। କଳା ପଡେ ଆଲୋକଟା ତତେ ଦେଖା ହଉଛି ନା? ଦେଖା ହଉନି। କଳାଟାକୁ ପୋଷିଦେଲେ ଆଲୋକ ବଳ ଦେଖା ହେଇଯିବ। ସେଇ କଳାଟା ହଉଛି ମନ, ଆଉ ତା ଭିତରେ ଆଲୋକ ଯିଏ ହଉଛି ସେ ହଉଛି ଆତ୍ମା। ଆଚ୍ଛା ଆଚ୍ଛା, ଏବେ ବୁଝିଲା? କେତେ ସରଳ କରି ବୁଝେଇବି ତତେ। ହଉ ମା, ଏବେ ବୁଝିଲ ନା? ଆଜ୍ଞା ବୁଝିଲି। ଅନୁଭବ କର, ବୁଝି ସାରିକି ଟିକେ ଆସିବ, ଆଉ ତୋର ଯାହା ଦରକାର ମୁଁ କହିଦେବି ସବୁ। ନା ଶୁଣନ୍ତୁ ବାବା, ଆପଣ ରାଗିଲେ କେମିତି? ଆମେ ତ ଅଜ୍ଞାନୀ ମୁଁ ମୂର୍ଖ। ରାଗୁଛି? ମୁଁ ତତେ ବୁଝଉଛି, କଥାଟା ତ ଶୁଣୁ। ତୁ ଯୋଉ ତୋର ପ୍ରଥମ ଶ୍ରେଣୀର କ୍ଷମତା ଅଛି, କଲେଜ ପାଠ ପଚାରୁଛୁ, କେମିତି କହିବି? ଗୋଟେ ପିଲା ସିଲେଟ ଖଡି ଧରିଛି, ତାକୁ ତୁ ଗୋଟେ କଲେଜ ବହି ଆଣି ଦବୁ, ସେ ପଢିପାରିବ ନା? କଲେଜ ପର୍ଯ୍ୟନ୍ତ ତାକୁ ପାଠ ପଢିବାକୁ ପଡିବ। ସେମିତି ତୁ ଯେତିକି ଆପଣ ହେଲେ ଆମର ବାପ ସମାନ। ଆମେ ହେଲୁ ଆପଣଙ୍କର ପିଲା। ତେଣୁକରି
ଯାହା ଭୁଲ ଭଲ କଲେ ବି ଆପଣ ତାକୁ କ୍ଷମା କରିବା ଦରକାର। ମୋର ତମର ତ ଦୋଷ ନାହିଁ, ମୁଁ ତତେ କେମିତି କ୍ଷମା ଦେବି? ତମର କ୍ଷମା ନାହିଁ, ମୋ ଦୋଷ ନାହିଁ ଗୋଟେ। ମୋ କଥା ଟିକେ ଶୁଣୁ, ମୁଁ ଯାହା କହୁଛି ତୁ ବୁଝିପାରୁନୁ। ତୁ ଯାହା କହୁଛୁ ମୁଁ ସବୁ ଠିକ ବୁଝୁଛି, କିନ୍ତୁ ମୋର କହିବା କଥା ତୋର ଯେତିକି କାପାସିଟି ବୁଝିବାର ମନ ଭିତରେ ବିଚାର ଶକ୍ତିଟା ତୋର ଯେତିକି ଅଛି, ହେଲା କି ତାଠାରୁ ଅଧିକ କଥାଟାକୁ ତୁ ପଚାରି ଦଉଛୁ, ତୋ ମନଟା ଧରି ପାରୁନି। ତେଣୁ ସେଇଟା ଯୋଉ ସେଇ କଥାଟା ଧରିବା ପାଇଁ ଏବେ ଟାଇମ ନାହିଁ, ହେଇନେଇ ତୋର। ତୁ କିଛି ଦିନ ଗୁରୁ ଧରିକିରି କର୍ମ କରିକି ସାଧନ ଭଜନ କର, ଆସନ ପ୍ରାଣାୟାମ କର, ତୋ ମସ୍ତିଷ୍କ ସ୍ଥିର ହେଇଯାଉ, ଅଟୋମେଟିକ ଦିନ ଆସିବ ତାକୁ ବୁଝିବୁ। ତାହେଲେ ଶୁଣନ୍ତୁ, ମତେ ଗୋଟେ ବିଧି କୁହନ୍ତୁ କୋଉ ହିସାବରେ ମୁଁ ଆସନଟା କରିବି। ସେ ଗୁରୁ ଧଇଲେ ତତେ ଗୁରୁ କହିଦେବେ। ନା ଗୋଟେ ସାଧାରଣ ବିଧି କୁହନ୍ତୁ। ସାଧାରଣ ବିଧି ମୁଁ ମୋବାଇଲରେ କହିପାରିବିନି, ଏଇଠିକି ଆସିଲେ ମୁଁ କହିବି। ଆଚ୍ଛା ଆଚ୍ଛା। ଆମ ଗୁରୁଙ୍କ ମାନେ ମୋବାଇଲରେ ମୁଁ କାହାକୁ କହେନା, ମୋ ଗୁରୁ ମତେ ମନା କରିଛନ୍ତି। ତୁ ଏଠିକି ଆସିବୁ ମୁଁ କହିଦେବି। ମୁଁ ତୁ ଏଠି କହିବାରେ ମୋର ପଇସା ପତ୍ର ଦରକାର ପଡୁନି, ମୁଁ କାହାଠୁ ପଇସାଟେ ନିଏ ନା, ବୁଝିଲୁ ନା। କାହାଠୁ ପଇସାଟେ ନିଏ ନା, ବରଂ ଆସିଲେ ତାକୁ ଖୋଇ ପିଇକି ଛାଡେ। କିନ୍ତୁ ଗୋଟିଏ କଥା ହଉଛି, ଆସିବ ମୁଁ ତମକୁ ଶିଖେଇଦେବି। ଆଜ୍ଞା। ଆଉ ଗୋଟେ କଥା ନା କଣ ନା, ଆପଣ ଠିକ କହୁଛନ୍ତି କିନ୍ତୁ କଥାଟା ଭୁଲ ଭାଲ ହେଲେ ଆପଣ ସେଟା ଟିକେ ବିରକ୍ତ ହଉଛନ୍ତି ଆଉ। ନାଇଁ ନାଇଁ, ବିରକ୍ତ ମୁଁ କାହିଁକି ହେବି? ତୁ ଯେତିକି କହୁଛୁ ତାଠାରୁ ଅଧିକ କଥାଟା ପଚାରି ଦଉଛୁ, ତୋର ବିଚାର ଶକ୍ତି ଯେତିକି, ସେଇ ଅଧିକ କଥାଟାକୁ ତୁ ଦିନ ଆସିଲେ ବୁଝିବୁ। ଏବେ କହିହବନି, ତତେ ବୁଝେଇ ହବନି। ମୁଁ ଗୋଟେ ବା ଗୋଟେ ବିଚଳିତ। ହଁ ବାସ୍, ସେଇ ବିଚଳିତକୁ ଆଗେ ସ୍ଥିର କର, ତାପରେ ସବୁ କଥା ପାଇଯିବୁ। ଆଗେ ମନ ବିଚଳିତଟାକୁ ସ୍ଥିର କର ଗୁରୁ ଧରିକି। ମୁଁ ଆପଣଙ୍କୁ ବହୁତ ଥର ଫୋନ କରିସାରିଲିଣି। ଥରେ କହିଥିଲି, ଆପଣ ଏଇ ଯୋଉ ମୋର ବାପା ଥିଲେ ମହାପୁରୁଷ ଅଚ୍ୟୁତ ଦୀକ୍ଷିତ ହେଇଥିଲେ। ବାଃ, ବଢିଆ କଥା। ସିଏ ତ ଚାଲିଗଲେ ଦୁନିଆରୁ, ହୁଁ କିନ୍ତୁ ସିଏ ଥିଲେ ମତେ ସବୁ ବୁଝେଇଥାନ୍ତେ, ମତେ ସବୁ ଜ୍ଞାନ ଦେଇଥାନ୍ତେ। ସେ ତ ନାହାନ୍ତି, ସେଥିପାଇଁ ଆପଣଙ୍କୁ ପଚାରୁଛି। କିଛି ଅସୁବିଧା ନାହିଁ, କହି ଦିଆଯିବ, କିଛି ମନା ନାହିଁ। ଆଜ୍ଞା। କହି ଦିଆଯିବ ସବୁ, କିଛି ମନା ନାହିଁ। ଆଉ ସେ ତ ଗୁରୁ ଧରିଥିଲେ ନା, ସେ ବି ଜ୍ଞାନ ପାଇଥିଲେ। ଗୁରୁ ମତେ ନ ଧଇଲେ ପା ଜ୍ଞାନ ହବ ନାଇଁ। ଗୁରୁ ଧରିବୁ ତେବେ ଯାଇ ଜ୍ଞାନ ହବ। ମତେ ଦିନେ କହିଲେ, ଶଳାଟି ଟିକେ ମଣିଷ ହ, ଟିକେ ତତ୍ତ୍ୱ ମାର୍ଗରେ ଯା। ବା, ବଢିଆ କଥା ସିଏ କହିଛନ୍ତି। ଆଉ ମୁଁ ଥାଉଁ ଥାଉଁ ଟିକେ ବାଟ ଧ, ହୁଁ କିନ୍ତୁ ଧରି ପାରିନି ନା, ହୁଁ ଦୁନିଆରୁ ଚାଲିଗଲେ। ହୁଁ। ଆଉ ତେଣୁକରି ଆପଣଙ୍କ ଭିଡିଓ ଦେଖିକି ମୁଁ ସବୁ କଥା ଜାଣୁଛି, ବୁଝୁଛି, ସେଥିପାଇଁ ପଚାରୁଛି। ଏଥିରେ ତ ମୋର କିଛି ଭୁଲ ବହୁତ ଖୁସି ମୁଁ, ତୋ ପଚାରିବାଟା ଖୁସି। ମୁଁ ତ କାହାକୁ ଉତ୍ତର ଦିଏ ନା, ତୁ କହିପାରୁ ମୁଁ ଉତ୍ତର ଦଉଛି। ତାର କାରଣ କଣ ନା, ଯେହେତୁ ତୋର ଆଗ୍ରହ ଅଛି। ଯୋଉମାନେ ଆଗ୍ରହୀ ସେମାନଙ୍କୁ ମୁଁ ଉତ୍ତର ଦିଏ। କାହିଁକି ନା ଯୋଉମାନେ ଆମର ଉତ୍ତର ମୁଁ ମନା କରିଦିଏ। କାହିଁକିନା ଆମର ବାପା ଥିଲେ ସେଇ ମାର୍ଗର, ସେଇ ହୁଁ ତତ୍ତ୍ୱ ମାର୍ଗୀ। ହୁଁ ତେଣୁକରି ମୁଁ ସେଇଥିପାଇଁ ଭଲ ପାଉଛି ଏ କଥାକୁ ସବୁ। ହୁଁ ହୁଁ। ବାପାଙ୍କର ଯେତେବେଳେ ଆମର ସାର୍ଦ୍ଧକିଆରେ ଭଜନ କୀର୍ତ୍ତନ ହଉଥିଲା, ଜାଣିଲେ ବାବା, ହୁଁ ଜଣେ ମୋବାଇଲ ରେକର୍ଡିଂ କରୁଥିଲା। ହଁ। ସେ ଦେଖିଲା ଯେ ଏଇ ଯୋଉ ଲଲାଟ ଚକ୍ରରେ ହୁଁ ବିନ୍ଦୁ 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 ଉପରକୁ ଯାଉଛି। ସେଟା ତା ଅର୍ଥ କଣ? କଣ ହେଲା? ବାପାଙ୍କର ଶ୍ରାଦ୍ଧ ବେଳେ ଭଜନ କୀର୍ତ୍ତନ ହଉଥିଲା। ହୁଁ। ଶ୍ରାଦ୍ଧ ସମୟ, ଯୋଉ ବର୍ଷିକିଆ। ହୁଁ। ସେ ଜଣେ ମୋବାଇଲରେ ରେକର୍ଡିଂ କରୁଥିଲା। ହୁଁ। ତାଙ୍କ ଫଟୋରୁ ଯୋଉ ଲଲାଟ ଚକ୍ରରୁ ବିନ୍ଦୁ 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 ହେଇକି ଉପରକୁ ଉଠୁଥିଲା। ତାର ଅର୍ଥ କଣ? କୋଉଠି ବାପାଙ୍କ ଫଟୋରୁ? ହଁ, ଫଟୋରୁ। ସେ ଭିଡିଓ ରେକର୍ଡିଂ କରୁ କରୁ ଏଇଟାକୁ ଦେଖିଲା ନା କଣ? ହଁ ହଁ, ଏଇଟାକୁ ଦେଖିଲା। ବାସ, ସିଏ ଦେଖିଲା ମାନେ ତା ମାନେ ସିଏ ତାଙ୍କ ଫଟୋରେ ମଧ୍ୟ ତାଙ୍କ ଆତ୍ମା ରହିଯାଇଥିଲା। ତାଙ୍କ ଆତ୍ମା ଆସି ଫଟୋରେ ପ୍ରବିଷ୍ଟ କରିଛି, ସେଇଟାକୁ ସିଏ ଦର୍ଶନ କରିଦେଲା ଆଉ। ହଁ, ସେ ଭିଡିଓ ଦେଖିଦେଲା ପୁରା। ହେଇଥିବ। ଏଟା ଅସମ୍ଭବ କଥା ନୁହେଁ। ବାପା, ମୁଁ ମାର୍ଗ ଧରି ପାରୁନି ବୋଲି ବାପା ଆଜି ମୋ ଉପରେ ଶାନ୍ତି ନୁହନ୍ତି। ତୁ ମାର୍ଗ ଧର, ଶାନ୍ତି ହେଇଯିବେ ସିଏ ଆଉ। ଆଉ ମୁଁ ବାହା ହେଲିଣି ଆଜିକୁ 7-8 ବର୍ଷ ହେଲାଣି। ହୁଁ ହୁଁ। ଆଉ ତେଣୁକରି ମୁଁ ଭାବୁଛି ସେଇ ମାର୍ଗକୁ ଯିବା ପାଇଁ ମୋର ବହୁତ ଆଗ୍ରହ। ହୁଁ ହୁଁ। କିନ୍ତୁ ଇଏ ସଂସାର ବନ୍ଧନ ଛାଡି ପାରୁନି। ବନ୍ଧନ ଛାଡି ପାରୁନୁ ଆଉ। ନ ଛାଡି ପାର, ସେ ସଂସାରରେ ଥାଇକି କରିପାରିବୁ ସବୁ କାମ। ଆଉ ଏଠି ଆସିକି ମୁଁ ଏଇ ବାହାରେ ପଡି ରହିଛି, ଯାହା ରୋଜଗାର କରୁଛି। ହଁ, ହୁଁ। ତେଣୁକରି ଗାଁକୁ ଗଲେ ନିଶ୍ଚିନ୍ତ ମୁଁ ଯିବି, ଯେ ଯାହା ହଉ। କୋଉଠି ଅଛୁ ଏବେ? ମୁଁ ଏଇ ବାଙ୍ଗାଲୋରରେ ଅଛି। ହଉ, ବାଙ୍ଗାଲୋରରେ ଅଛୁ। ହଉ, ହୁଁ, ଆସିବୁ ଆଉ। ମୁଁ ନିଶ୍ଚିନ୍ତ ଯିବି। ବାପାଙ୍କର କଥାକୁ ମୁଁ ରଖିବି। ହୁଁ। ନହେଲେ ମୁଁ ସୁପୁତ୍ର କେମିତି ହେବି? ବାସ୍, ବାପାଙ୍କ କଥା ନିଶ୍ଚିନ୍ତ ରଖିବୁ ନା। ନହେଲେ ମୁଁ ସୁପୁତ୍ର କେମିତି? ହଁ।
ସୁପୁତ୍ର ତୁ କୂଳେ ଭାତି ସୁନୂର୍ପ ଧରଣୀ ତଳେ। ସୁପୁତ୍ର କୂଳରେ ଶୋଭା ପାଇବ କେତେବେଳେ ନା ଯେତେବେଳେ ବାପା ମାଙ୍କ କଥା ସେ ରଖିବ ବା ବାପା ମାଙ୍କ କଥାକୁ କାର୍ଯ୍ୟରେ ଲଗେଇବ। ମତେ କହିଥିଲେ ଯେ ମୁଁ ଗଲା ପରେ ତୁ ଭାବୁଥିବୁ ଏଇ ସଂସାର କଣ ଦୁନିଆ କଣ। ହୁଁ ହଁ ସେ ଠିକ କଥା କହିଛନ୍ତି। ହଁ କହିଲେ ବେଳ ଥାଉ ଥାଉ ଧ। ହୁଁ ସେ ପ୍ରକୃତ ସେ ବହୁତ ଭଲ ଜ୍ଞାନୀ ସିଏ ଜଣା ପଡୁଛନ୍ତି। ଆଉ ସେ ଯଦି ଥାଆନ୍ତେ ମୁଁ ତାଙ୍କୁ ଆପଣଙ୍କ ସହିତ ସାକ୍ଷାତ କରିଥାନ୍ତି। ହୁଁ ସେ ଭଲ ଜ୍ଞାନୀ ସିଏ ଆଉ। ତେଣୁକରି ଆପଣ ଟିକେ ଦୟା କଲେ ଆଉ ଟିକେ ଭଲ ହୁଅନ୍ତା। ହଁ ହବୁ କିଛି ଅସୁବିଧା ନାହିଁ। କହିଲି ଗୋଟେ କଥା ତୁ ନିଶ୍ଚିନ୍ତ ପାଇବୁ। ସମୟ ଟିକେ ଅଛି ଦରକାର ଆଉ। ତେଣୁକରି ଆପଣଙ୍କ ଭିଡ଼ିଓ ଦେଖିକି ମୋ ବହୁତ ଖୁସି, ମୋ ଅନ୍ତରର ଖୁସି। ହୁଁ ଆଉ ସେଇଟା କେମିତି କଣ ମୋର କାମନା ପୂରଣ ହବ। ହବ ଦିନେ ପୂରଣ ହବ, କାହିଁ ପୂରଣ ନ ହବ।